ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ ସଚେତନ କାର୍ଯ୍ୟକ୍ରମ। ବ୍ରହ୍ମପୁରସ୍ଥିତ ବିନାୟକାଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟଠାରେ ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟଙ୍କ ମିଳିତ ଆନୁକୂଲ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଭଗବାନ ନାହକ ଉଚ୍ଚ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ୱାଳ, ସେବାନିବୃତ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ ସ୍ୱାଇଁ, ସେବାନିବୃତ୍ତ ବ୍ଲକ ଶିକ୍ଷାଧିକାରୀ ICSR ଆଦାନ ଗ୍ରୁପର ବରେଣ୍ୟ ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ସାହୁ, ଡେପୁଟି ରେଞ୍ଜ ଅଫିସର, ଓଡ଼ିଶା ଜଳସାଥୀ ମିଶନର ସଭାନେତ୍ରୀ ଶ୍ରୀମତୀ ସୁପ୍ରଭା ରାଉତ, ସମ୍ବର୍ଦ୍ଧିତ ପ୍ରତିଭା ତଥା ମୁଖ୍ୟ ବକ୍ତା ପରିବେଶବିତ୍ ତଥା ବିଶିଷ୍ଟ ସାମ୍ବାଦିକ ଲେଖକ ଶ୍ରୀଯୁକ୍ତ ସୁଦର୍ଶନ ଛୋଟରାୟ ମଞ୍ଚାସୀନ ରହି ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ ସଚେତନ ପାଇଁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଜଙ୍ଗଲ କ୍ଷୟ ହେତୁ ବନ୍ୟ ପ୍ରାଣୀମାନେ ବିପନ୍ନ ହୋଇପଡ଼ିଛନ୍ତି। ସେମାନେ ଗ୍ରାମାଭିମୁଖୀ ହୋଇ ମଣିଷକୁ ଆକ୍ରମଣ କରୁଛନ୍ତି। ମଣିଷ ନିଜର ଆବଶ୍ୟକତା ପାଇଁ ଜଙ୍ଗଲ କ୍ଷୟ କରୁଛି, ଅନ୍ୟପକ୍ଷରେ ବୃକ୍ଷଟିଏ ଲଗାଇବାକୁ ପ୍ରୟାସ କରୁନାହିଁ। ତାହାର ଫଳସ୍ୱରୂପ ବିଶ୍ୱତାପ ବଢ଼ି ବଢ଼ି ଯାଉଛି। ଜଳବାୟୁ ଦୃଷ୍ଟିରୁ ବର୍ଷରେ 6 ଋତୁ ଉପଲବ୍ଧି ନ ହୋଇ ବର୍ଷରେ 8-10 ମାସ କେବଳ ଗ୍ରୀଷ୍ମ ଋତୁର ଅନୁଭବ ହେଉଛି। ଆଗାମୀ ଦିନରେ ସୁଖରେ ବଞ୍ଚିବାକୁ ହେଲେ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଏଁ ଗଛ ଲଗାଇ ସେହି ଗଛକୁ ବଞ୍ଚାଇ ବଡ଼ କରିବା ନିହାତି ଜରୁରୀ। ନହେଲେ ଅଳ୍ପ ଦିନରେ ମଣିଷ ସମାଜ ସହ ଏକ ସୁନ୍ଦର ସୃଷ୍ଟି ଧ୍ୱଂସ ପାଇଯିବ। ଆଜି ବିଶ୍ୱ ହସ୍ତୀ ଦିବସ। ଏହି ଦିବସରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଶପଥ ନେବାକୁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ସଭା ମଝିରେ ସଚେତନଧର୍ମୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସହ କରାଯାଇଥିଲା। ପରିବେଶବିତ୍ ଶ୍ରୀ ସୁଦର୍ଶନ ଛୋଟରାୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରାଚୀନ ସାହିତ୍ୟ ସଂସଦ ବ୍ରହ୍ମପୁରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବଂଶୀଧର ସେଠୀ ପରିଚାଳନା କରିଥିଲେ। ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ପ୍ରବୀଣ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଅତିଥି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଆଗାମୀ ଦିନରେ ନିଜେ ଲଗାଇଥିବା ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ଶପଥ ନେଇଥିଲେ। ଏହିଭଳି ଜନହିତକର କାର୍ଯ୍ୟ କରୁଥିବାରୁ ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟ ଓ ବିନାୟକାଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ ବ୍ରହ୍ମପୁରକୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି। ଖଲ୍ଲିକୋଟରୁ